ଆଉ ସ୍ୱାଗତ କରୁଛୁ 2 ବର୍ଷ ପରେ ହେଲେ ବି ତାଙ୍କର ଚିନ୍ତା ଉଦୟ ହେଇଛି। ଆଉ ସେ ଯଦି ପ୍ରକୃତରେ ତଦନ୍ତ ଚାହୁଁଛନ୍ତି ତାହେଲେ ସେ କୋର୍ଟକୁ ଗୋଟେ ଲିଖିତ ଭାବରେ ଦଉ ଯେ ଯେଉଁ ତଦନ୍ତ ଓଡ଼ିଶା ସରକାର କ୍ରାଇମ ବ୍ରାଞ୍ଚକୁ ଦେଇଥିଲେ ସେ ତଦନ୍ତରେ ସେ ସନ୍ତୁଷ୍ଟ ନୁହନ୍ତି। ଆଉ ଏହାର ଉପର ସଂସ୍ଥାକୁ ସନ୍ତୁଷ୍ଟ ତାଙ୍କୁ ତଦନ୍ତ ଭାର ଦିଆଯାଉ, ଯାହାଫଳରେ ସେ ସନ୍ତୁଷ୍ଟ ହେବେ। ଦେଖୁନ ଗୋଟେ ତଦନ୍ତକାରୀ ସଂସ୍ଥା ଗୋଟେ ରିପୋର୍ଟଟେ ଦେଇସାରିଛି, କୋର୍ଟରେ ସବମିଟ୍ ହେଇସାରିଛି। ତ ତାକୁ ଯଦି ଆଉ ଆଉ ଗୋଟେ ସଂସ୍ଥାକୁ ସେମାନେ ଦବାର୍ ଲାଗି ଚାହୁଁଛନ୍, ସେମାନେ କେହି ଗୋଟେ ତ ଇଣ୍ଟରଫେରେନ୍ସ କରବା। ସେ ଇଣ୍ଟରଫେରରଟା କିଏ? ତାଙ୍କର ପରିବାର ଲୋକେ। ତାଙ୍କର 3 ଜଣଙ୍କର ଭିତରୁ ନବ ଦାସଙ୍କର ମିସେସ୍ ହେଇପାରନ୍, ନବ ଦାସଙ୍କ ଝିଅ ହେଇପାରନ୍, ନବ ଦାସଙ୍କ ପୁଅ ହେଇପାରନ୍। এই 3 ଜଣ ଭିତରୁ କେହି ବି ଜଣେ ଲେଖିକରି ଦଉ ଯେ ନବ ଦାସଙ୍କର ହତ୍ୟାକାଣ୍ଡରେ ଯେନ୍ ତଦନ୍ତକାରୀ ସଂସ୍ଥା ତଦନ୍ତ କରିଥିଲା ସେ ତଦନ୍ତ ଉପରେ ସେମାନେ ସନ୍ତୁଷ୍ଟ ନୁହଁ। ସେତିକି ଯଦି ଲେଖିଦେବେ ତ ଆମେ ମାଡ଼ି ବସୁ ସିବିଆଇ ତଦନ୍ତ କରବାର। ଯଦି ସେମାନେ ଆଗାମୀ ଦିନରେ ଲେଖିକରି ଦିଅନ୍ ତାହେଲେ ରାଜ୍ୟ ସରକାର ତାକୁ କେତେ ଦୂର ସହଯୋଗ କରିବେ ବୋଲି ଆମେ ପୁରା ସମ୍ପୂର୍ଣ୍ଣ ସହଯୋଗ କରିବେ। ମୁଁ ତ କହିଛି ଏବେ ଗୋଟେ ଇଣ୍ଟରଭ୍ୟୁରେ କହିଥିଲି ଯେ ଯଦି ସେ ମୋର୍ ପାଖକୁ ଆସନ୍ ବି ମୁଁ ତାଙ୍କୁ ଧରିକି ଯିମି।